ହ୍ୟାଲୋ ଫ୍ରେଣ୍ଡ, ଆଜି ସନ୍ଧ୍ୟାର 10ଟି ତାଜା ଖବର ଉପରେ ନଜର ପକାଇବା। ବଡ଼ଘାଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଚାଲନ୍ତୁ ଦେଖିନେବା ଏହି ଖବରଟି। ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ମାଲକାନଗିରି ବଡ଼ ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା। ସୁଭଦ୍ରା ଟଙ୍କା ବଣ୍ଟନ ନେଇ ବଣ୍ଟା ମହିଳାଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ସେପଟେ ସୁଭଦ୍ରା ଯୋଜନାରେ ସମସ୍ତ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର। ଡିସେମ୍ବର 25 ତାରିଖରେ ଏହି ଟଙ୍କା ମିଳିବାର ଥିଲା। ଏବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏହି ଟଙ୍କା କେବେ ମିଳିବ ତାହା ଘୋଷଣା କରିବେ ସରକାର। ପରବର୍ତ୍ତୀ ଖବରକୁ ନଜର ପକାଇବା। ଗଞ୍ଜାମରେ ଲଘୁଚାପ ବର୍ଷା, ବିଲରେ ପଡ଼ିଛି କଟା ଧାନ, ଚିନ୍ତାରେ ଚାଷୀ। 2 ଦିନ ଧରି ମେଘୁଆ ପାଗ ଥିବା ବେଳେ ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ଏହି ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ପ୍ରାୟ ଜମିରେ ଧାନ ସବୁ ପାଚି ଯାଇଥିବା ବେଳେ ତାହା ଏବେ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି। କିଛି ଚାଷୀ ଧାନ କାଟି ବିଲରେ ରଖିଛନ୍ତି, ଆଉ କିଛି ଚାଷୀ ବିଲରେ ଧାନ ଗଦା କରି ପାଲ ଘୋଡ଼ାଇ ରଖିଛନ୍ତି ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଚାଷୀ କ୍ଷତି ସହିବା ନିଶ୍ଚିତ। ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ସହ ନିଜର ପରିଶ୍ରମ ବୃଥା ଓ ମୂଲ୍ୟହୀନ ହୋଇଯାଇଥିବା ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ପ୍ରକାଶ ଯେ ଗଞ୍ଜାମ ବ୍ଲକରେ ମୋଟ 12,462 ହେକ୍ଟର ଚାଷ ଜମି ଥିବାବେଳେ 8,780 ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଅଛି।